ବହୁତ ଦିନ ପୂର୍ବେ ମାଧବ ନାମକ ଜଣେ ଗରିବ କିନ୍ତୁ ସତ୍ୟନିଷ୍ଠ ବ୍ରାହ୍ମଣ ଜଣେ ଧନୀ ବୃଦ୍ଧ ବ୍ରାହ୍ମଣଙ୍କ ସହ ବୃନ୍ଦାବନକୁ ତୀର୍ଥଯାତ୍ରା କରିଥିଲେ। ଯାତ୍ରା ସମୟରେ ବୃଦ୍ଧ ବ୍ରାହ୍ମଣ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ସମସ୍ତେ ତାଙ୍କୁ ଛାଡ଼ିଦେଲେ, କିନ୍ତୁ ମାଧବ ପୁଅ ପରି ଦିନ ରାତି ସେବା କରି ତାଙ୍କୁ ସୁସ୍ଥ କରିଦେଲେ। ମାଧବଙ୍କ ଭକ୍ତି ଓ ସତ୍ୟନିଷ୍ଠାରେ ପ୍ରସନ୍ନ ହୋଇ ବୃଦ୍ଧ ବ୍ରାହ୍ମଣ ବୃନ୍ଦାବନରେ ପ୍ରଭୁ ଶ୍ରୀ ଗୋପାଳଙ୍କ ସମ୍ମୁଖରେ ପ୍ରତିଜ୍ଞା କଲେ, ମୁଁ ମୋ ଝିଅଙ୍କ ବିବାହ ମାଧବଙ୍କ ସହ କରେଇବି। ପ୍ରଭୁ ଗୋପାଳ ଏହାର ସାକ୍ଷୀ। କିନ୍ତୁ ଘରକୁ ଫେରିବା ପରେ ସମାଜର ଚାପରେ ସେ ନିଜ କଥାରୁ ମୁକରିଗଲେ। ଗ୍ରାମବାସୀମାନେ ପ୍ରମାଣ ମାଗିଲେ। ତାପରେ ମାଧବ ପୁଣି ବୃନ୍ଦାବନ ଯାଇ ଭଗବାନ ଶ୍ରୀ ଗୋପାଳଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଆପଣ ସତ୍ୟର ସାକ୍ଷୀ, ମୋତେ ନ୍ୟାୟ ଦିଅନ୍ତୁ। ଭକ୍ତିରେ ପ୍ରସନ୍ନ ହୋଇ ପ୍ରଭୁ କହିଲେ, ମୁଁ ତୋ ପଛେ ପଛେ ଓଡ଼ିଶା ଯିବି, କିନ୍ତୁ କେବେ ପଛକୁ ବୁଲି ଦେଖିବୁ ନାହିଁ। ମାଧବ ଆଗକୁ ଚାଲୁଥିଲେ ଓ ପଛରୁ ପ୍ରଭୁଙ୍କ ନୂପୁର ଧ୍ୱନି ଶୁଣାଯାଉଥିଲା। କିନ୍ତୁ ଗାଁ ପାଖରେ ହଠାତ୍ ଶବ୍ଦ ବନ୍ଦ ହୋଇଗଲା। ଆତୁରତାରେ ମାଧବ ପଛକୁ ବୁଲି ଦେଖିଦେଲେ ଏବଂ ସେହି ମୁହୂର୍ତ୍ତରେ ପ୍ରଭୁ ଶ୍ରୀ ଗୋପାଳ ପଥର ମୂର୍ତ୍ତିରେ ପରିଣତ ହେଲେ। ଯେତେବେଳେ ଗ୍ରାମବାସୀମାନେ ଭଗବାନଙ୍କୁ ସାକ୍ଷୀ ଭାବେ ଦେଖିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବୃଦ୍ଧ ବ୍ରାହ୍ମଣ ମଧ୍ୟ ସତ୍ୟକୁ ସ୍ୱୀକାର କଲେ। ସେହିଦିନଠାରୁ ପ୍ରଭୁଙ୍କ ନାମ ହେଲା ଶ୍ରୀ ସାକ୍ଷୀ ଗୋପୀନାଥ, ଅର୍ଥାତ୍ ସତ୍ୟର ସାକ୍ଷୀ ଭଗବାନ।